ଯେ ଖଣିଟା ଯେଉଁ ଅଛି ତଳୁ ସେ ତଳୁ ତଳେ ଅଛି ସାଇତା ହେଇକିରି ତା ଉପରେ କ'ଣ ଅଛି ତା ଉପରେ ଯେଉଁ ସମ୍ପଦଟା ଅଛି ତାକୁ ଯେଉଁ ଆମେ ଧ୍ୱଂସ କରିଦେଉଛୁ ତାକୁ ଆମେ ହିସାବକୁ ନେଉନୁ ମାନେ ଏବଂ ଜଙ୍ଗଲ ଜଙ୍ଗଲ ଗୋଟାଏ ଗଛ ଗୋଟାଏ ମ୍ୟାଚୁର୍ଡ ଗଛ ଯେଉଁ ଗଛ ପ୍ରାୟ 100 ବର୍ଷ ବଞ୍ଚେ ଅନେକ ଗଛ କେତେ ଅକ୍ସିଜେନ ଦଉଛି ପ୍ରତି ବର୍ଷକୁ ହିସାବ କରୁଛନ୍ତି ଯେ ଗୋଟେ ଗଛ 1.5 କୋଟି ଟଙ୍କାର ଅକ୍ସିଜେନ ଦଉଛି ପ୍ରତି ବର୍ଷ 1.5 କୋଟି ଟଙ୍କାର ଗୋଟିଏ ଗଛ ଗୋଟେ ଗଛ ବଡ଼ ଗଛ ସେ ଅନୁସାରେ ଛୋଟ ଗଛ ଦ୍ୱିତୀୟ କଥା ହେଲା ବାୟୋଡାଇଭରସିଟି ଜୈବ ବିବିଧତା ମେଡିସିନାଲ ଏବଂ ତା ସହିତ ଯେତେ ନଦୀ ସୃଷ୍ଟି କୋଉଠି ହେଇଛି ପାହାଡ଼ରୁ ସବୁ ନଦୀ ସୃଷ୍ଟି ନଦୀମାନଙ୍କୁ କିଏ ଦେଇଛି ଝରଣା ଦେଇଛି ଆଚ୍ଛା ଏ ଯେଉଁ ସମ୍ପତ୍ତି ନଷ୍ଟ ହେଇଗଲା ପରେ ଥରେ ସେଟା ଖାଲି ହେଇଗଲା ପରେ ତାର ଯେଉଁ କ୍ଷତି ତାର ଯେଉଁ ଇକୋନୋମିକ୍ ଲସ୍ ଯେଉଁଟା ଆମେ ଆର୍ଥିକ ଲସ୍ ଏବଂ ତା ସହିତ ଯେଉଁମାନେ ନିର୍ଭରଶୀଳ ସେଇ ଅଞ୍ଚଳର ସାଧାରଣ ଲୋକ ହୁଅନ୍ତୁ ଅନଗ୍ରସର ଲୋକ ଜାତିର ଲୋକ ହୁଅନ୍ତୁ ଆଦିବାସୀ ହୁଅନ୍ତୁ ଦଳିତ ହୁଅନ୍ତୁ ଏବଂ ବିଶେଷ କରି ଜଙ୍ଗଲର ଯେଉଁଟା ଅଛି ବିଶେଷ କରି ଆଦିବାସୀ ଏବଂ ଆପଣ ଦେଖିବେ ଯେ ତାର ଯେଉଁ ପ୍ରଭାବ ତା ଉପରେ ନିର୍ଭରଶୀଳ ତାର ଇକୋନୋମିକ୍ ତାର ଯେଉଁ ଆଜୀବିକା ଆମେ ଯାହା କହୁଛୁ ଲାଇଭଲିହୁଡ୍ ସିଷ୍ଟମ୍ ତାର ଭ୍ୟାଲ୍ୟୁ କେତେ ତେଣୁ ଆପଣ ଯଦି ଦେଖିବେ ଏବଂ ତାକୁ କୁହାଯାଏ ଯେ ଇକୋଲୋଜିକାଲ ଭ୍ୟାଲ୍ୟୁ ଇକୋଲୋଜିକାଲ ଯେଉଁଟା ଆମେ କାଲକୁଲେସନ୍ କଲେ ଇକୋଲୋଜିକାଲ ପ୍ରାଇସ୍ ତାକୁ କୁହାଯାଏ ସେଇଟା କେତେ ଏ ସବୁ ଯଦି ମିଶେଇବା ତାହେଲେ ଯେଉଁ ଥଳେ ଥିବା ପାଣି ଖୋଳିକିରି ଆମେ ବିକି ଦେଉଛୁ ବା ରୟାଲ୍ଟି ପାଉଛୁ ସରକାର ରୟାଲ୍ଟି ପାଉଛନ୍ତି କିନ୍ତୁ ଯିଏ ଯାଉଛି ଯିଏ ନେଉଛି ଯିଏ 100 ଟଙ୍କା ଦେଉଛି ସିଏ 10,000 ଟଙ୍କା ଲାଭ କରୁଛି ଏବଂ ସେ 100 ଟଙ୍କା ଦେଇକି ଦେଲାବେଳେ ସେ ଲକ୍ଷ କୋଟି ଟଙ୍କାର ପୁଣି ଲୁଟ୍ କରୁଛି ଏବଂ ଏଇଟା ସମସ୍ତେ ବିଶ୍ୱାସ ଯୋଗ୍ୟ ଦେଖାଯାଉଛି ଜଳ କିନ୍ତୁ ତାକୁ କିଏ ଧରିବାକୁ ପ୍ରସ୍ତୁତ ନୁହଁ ତେଣୁ ଯେଉଁଟାକି ସାହା କମିଶନ 64,000 ଟଙ୍କା ଧରିଲା ତେଣୁ ଏଇ ଯେଉଁ ପରିସ୍ଥିତି ବେଳେ ମୁଁ ଯେଉଁ କହୁଛି ରୋଡ୍ ମ୍ୟାପ୍ ତାହେଲେ ଆମେ ରୋଡ୍ ମ୍ୟାପ୍ ଯଦି କରିଥାନ୍ତୁ ଯେ ଆମେ ବିକାଶର ସଂଜ୍ଞା ମୁଁ କହିବାକୁ ଓଡ଼ିଶାର ମନେକର ମୁଁ ଯେଉଁମାନଙ୍କ ପାଇଁ କହୁଛି ଯେ ଯେଉଁମାନେ ଚାହୁଁଛନ୍ତି ଆମର ଇଣ୍ଡଷ୍ଟ୍ରି ଦରକାର ଠିକ୍ ଅଛି ମୁଁ ଆମର ଡିଫରେନ୍ସ ଥାଉ ମୁଁ ଏକମତ କାହିଁକି ହେଉନି ପରେ କହିବି କିନ୍ତୁ ଯେଉଁମାନେ ବି ଚାହୁଁଛନ୍ତି ଯେଉଁ ରାଜନୈତିକ ଦଳ ହେଉ କି ସରକାରରେ ଆସିଲା ପରେ ହେଉ ଯେ ତମେ ଯଦି କ'ଣ କରିବ ଯଦି ତାହେଲେ ଆମେ କେଉଁ ଇଣ୍ଡଷ୍ଟ୍ରି କରିବୁ କେଉଁଠି କରିବୁ ଗୋଟେ ରୋଡ୍ ମ୍ୟାପ୍ ହେବ କେଉଁଠି ଆମେ ଜମି ଦେଲେ ଲୋକେ କମ୍ ବିରୋଧ କରିବେ ଲୋକଙ୍କର କମ୍ ବିସ୍ଥାପନ ହେବ କେଉଁ ଜଙ୍ଗଲଟା ଦେଲେ ସେ ଜଙ୍ଗଲ ଉପରେ ନିର୍ଭରଶୀଳ ଆମେ ଆଉ ତାପରେ ଦେବୁ ଏବଂ ତାପରେ ରଖିବୁ ଯଦି ଯେଉଁ ଲୋକମାନେ ପ୍ରଭାବିତ ହେବେ ତାଙ୍କ ପାଇଁ ଆମେ କ'ଣ ଦେବୁ କମ୍ପାନୀ କ'ଣ ଦେବ ସରକାର କ'ଣ ଦେବ ଏଇ ଯେଉଁ ରୋଡ୍ ମ୍ୟାପ୍ କଲେ କ'ଣ ହୁଅନ୍ତା କେଉଁଠି ଯେଉଁ ଅମୁକ ଜାଗାରେ ଅମୁକ ଶିଳ୍ପ ଅମୁକ ଜମି ଅମୁକ ଜଙ୍ଗଲ ତମେ ଯିଏ ଆସୁଛ ଆସ ତାହେଲେ ରୋଡ୍ ମ୍ୟାପ୍ ଦେଖିକିରି ଯେଉଁମାନେ ଇନଭେଷ୍ଟର ଆସିବେ ଯେଉଁମାନେ କମ୍ପାନୀ ଆସନ୍ତେ ହୁଏତ ସରକାର ହଁ ସେଇଠି ବି ବିରୋଧ କାହିଁକି ଡିସପ୍ଲେସ୍ ହେବ ବିରୋଧ ହେବ ତାହେଲେ କ'ଣ ହୁଅନ୍ତା ନା ଏଇ ଯେଉଁ ଅବିଚାରିତ ଭାବରେ ଏବେ କମ୍ପାନୀମାନେ ଆସୁଛନ୍ତି ମୋତେ ଜାଗା ଦେଖାଇ ଦେଉଛନ୍ତି ଏଇଠି ମୁଁ ଗଲେନି ସରକାରଙ୍କ ସେଇଟା କେଉଁଠି ଷ୍ଟାଡି ନାହିଁ କିଛି ନାହିଁ